ସୁଦୂରରୁ ସଦର, ଅପହଞ୍ଚ ଅଞ୍ଚଳର ସ୍ୱର, ଉତ୍ସବ ମହୋତ୍ସବ, ସଭା ସମିତି ସମାରୋହ, ପ୍ରଗତି ଦୁର୍ଗତି ଓ ଅସଙ୍ଗତିର ଅଭିବ୍ୟକ୍ତିକୁ ନେଇ ଆଞ୍ଚଳିକ ସମ୍ବାଦ ବିଭାଗ ପକ୍ଷରୁ ପ୍ରସ୍ତୁତ କରୁଛୁ ଜିଲ୍ଲା ହାଲଚାଲ। ଆଜି ଜିଲ୍ଲା ହାଲଚାଲରେ ଶୁଣନ୍ତୁ ଅନୁଗୁଳ ଜିଲ୍ଲା ସମ୍ପର୍କରେ। ତଥ୍ୟ ଦେଇଛନ୍ତି ସାମ୍ବାଦିକ ସମରେଶ ନାଥ ଓ ଉପସ୍ଥାପନାରେ ମୁଁ ମହେନ୍ଦ୍ର କୁମାର ମାଝୀ। ଅନୁଗୁଳ ଗସ୍ତରେ ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା କାଙ୍ଗୁଲା ଦକ୍ଷିଣ କାଳୀ ଓ ମା ବୁଢ଼ୀ ଠାକୁରାଣୀ ପୀଠ ପରିଦର୍ଶନ କରିଛନ୍ତି। ପ୍ରମୁଖ ପର୍ଯ୍ୟଟନ ପୀଠଗୁଡ଼ିକର ବିକାଶ ପାଇଁ ସ୍ୱତନ୍ତ୍ର ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯିବା ସହ କାଙ୍ଗୁଲା ଦକ୍ଷିଣ କାଳୀ ପୀଠର ଉନ୍ନତି ପାଇଁ ଶୀଘ୍ର ଡିପିଆର୍ ପ୍ରସ୍ତୁତ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଶ୍ରୀମତୀ ପରିଡ଼ା କହିଛନ୍ତି, ଗଲି ମୁଁ କାଙ୍ଗୁଲା ଦକ୍ଷିଣ କାଳୀଙ୍କ ପାଖକୁ ପର୍ଯ୍ୟଟନର ବିକାଶ କରିବା ଆମ କାମ। ମୁଁ ଭାବୁଛି ପର୍ଯ୍ୟଟନକୁ ଦେଖିବା ପାଇଁ ଖୋଜିବା ପାଇଁ ବର୍ଷା ଦିନେ ମୁଁ ଅନୁଗୁଳ ଆସିଛି। ଏଇଠୁ ଦେବଗଡ଼ ଯିବି, ଦେବଗଡ଼ରୁ ଢେଙ୍କାନାଳ ଯିବି, ତାପରେ ନିଶ୍ଚିତ ଭାବେ ଆଉ ଯେଉଁ ଅଞ୍ଚଳ ରହିଯାଇଥିବ ତାର ବିକାଶ ଏଇ ବର୍ଷରେ ଆମେ କରିଦେବୁ। ହେଲେ 500 ବର୍ଷ ତଳୁ ଆଜି ଯେଉଁ ଆମେ ନାରୀ ଶକ୍ତି ବନ୍ଦନର କଥା କହୁଛୁ, ଆମ ଲକ୍ଷ୍ମୀ ପୁରାଣ ହେଉଛି ଏ ବନ୍ଦନାର ନାରୀ ଶକ୍ତି ବନ୍ଦନାର ପ୍ରକୃତ ସ୍ୱରୂପ। ତେଣୁ ଆକୁ ବାର୍ତ୍ତା ବିଶ୍ୱକୁ ଦେବା ପାଇଁ ଆମେ ଗୋଟେ ଏକ୍ସପିରିଏନ୍ସ ସେଣ୍ଟର କରୁଛୁ। ଟୁରିଜିମ୍ 28 କୋଟି ଟଙ୍କା ଖର୍ଚ୍ଚ କରୁଛି, ଯେଉଁଥିରେ ମା ଲକ୍ଷ୍ମୀଙ୍କର ଭବ୍ୟ ମନ୍ଦିର ହେବ ଏବଂ ଏକ ଏକ୍ସପିରିଏନ୍ସ ସେଣ୍ଟର ହେବ। ଯେ ଦେବ ଦମ୍ପତିଙ୍କ ଭିତରେ ବି ଝଗଡ଼ା ହୁଏ, ମନମାଳିନ ହୁଏ, କିନ୍ତୁ ପୁଣି ସମଝୋତାର ବାଟ ଫିଟେ ଯେଉଁଟାରେ ସମାଜର କଲ୍ୟାଣ ହୁଏ। ତେଣୁ ଯେଉଁଟା ଆଜି ସାଧାରଣ ପରିବାରରେ ଝଗଡ଼ା ହେଉଛି ସେଥିରେ କିଛି ଭାଙ୍ଗି ନଯାଇ ପୁଣି ଧୈର୍ଯ୍ୟର ସହିତ ସାମ୍ନା କରିବା ପାଇଁ ସମାଜକୁ ଗୋଟେ ବାର୍ତ୍ତା ଯିବ। ତେଣୁ ମୁଁ ଭାବୁଛି ଶକ୍ତିର ଦର୍ଶନ ଏଇଟା ଗୋଟେ ଆମକୁ ବିଶ୍ୱକୁ ଏଇ ସମୟରେ ଲକ୍ଷ୍ମୀ ପୁରାଣର ଦାନ। ଅନୁଗୁଳରେ UIDAI ଓ BLS ଇଣ୍ଟରନ୍ୟାସନାଲର ସହଯୋଗରେ ଏକ ଅତ୍ୟାଧୁନିକ ଆଧାର ସେବା କେନ୍ଦ୍ର ଆରମ୍ଭ ହୋଇଛି। କାଲଟେକ୍ସ ଛକ ନିକଟରେ ଥିବା ଏହି କେନ୍ଦ୍ରକୁ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଉଦ୍ଘାଟନ କରିଛନ୍ତି। ଏଠାରେ ନୂତନ ଆଧାର ପଞ୍ଜୀକରଣ, ସଂଶୋଧନ ଓ ବାୟୋମେଟ୍ରିକ୍ ଅପଡେଟ୍ ସହ ସମସ୍ତ ସେବା ସପ୍ତାହର 7 ଦିନ ଉପଲବ୍ଧ ହେବ। ଭାରତ ନିର୍ବାଚନ ଆୟୋଗଙ୍କ ସ୍ୱତନ୍ତ୍ର ସଘନ ସଂଶୋଧନ 2026 କାର୍ଯ୍ୟକ୍ରମ ଅଧୀନରେ ଅନୁଗୁଳ ଜିଲ୍ଲାର ଚିଠା ଭୋଟର ତାଲିକା ପ୍ରକାଶ ପାଇଛି। ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମନ୍ୱୟ ବୈଠକରେ ରାଜନୈତିକ ଦଳମାନଙ୍କୁ ତାଲିକା ଯାଞ୍ଚ କରି ନିର୍ଦ୍ଧାରିତ ସମୟ ମଧ୍ୟରେ ଦାବି ଓ ଆପତ୍ତି ଦାଖଲ କରିବା ସହ ଯୋଗ୍ୟ ମତଦାତାଙ୍କୁ ସଚେତନ କରିବାକୁ ଆହ୍ୱାନ କରାଯାଇଛି। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ କଲ୍ୟାଣ ସମିତିର ପରିଚାଳନା କମିଟି ବୈଠକ ଢେଙ୍କାନାଳ ସାଂସଦ ରୁଦ୍ରନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ବସିଥିଲା। ବୈଠକରେ ହସ୍ପିଟାଲର ଭିତ୍ତିଭୂମିର ଉନ୍ନତି, ବର୍ଜ୍ୟବସ୍ତୁ ପରିଚାଳନା, EOPD, CCTV ସୁରକ୍ଷା ଓ ଅନ୍ୟାନ୍ୟ ସୁବିଧାର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ଅନୁଗୁଳ ଜିଲ୍ଲାରେ ଜନଗଣନା ପୁସ୍ତିକା ପ୍ରସ୍ତୁତି ପାଇଁ 2 ଦିନିଆ ପ୍ରଶିକ୍ଷଣ ଆରମ୍ଭ ହୋଇଛି। ଅତିରିକ୍ତ ଜିଲ୍ଲାପାଳ ପ୍ରତାପ ପ୍ରୀତିମ ଏହାର ଉଦ୍ଘାଟନ କରି ପ୍ରଶିକ୍ଷାର୍ଥୀଙ୍କୁ ଜନଗଣନା କାର୍ଯ୍ୟକୁ ଦାୟିତ୍ୱର ସହ ସମ୍ପାଦନ କରିବାକୁ ପରାମର୍ଶ ଦେଇଛନ୍ତି। ପାଲଲହଡ଼ାରେ ରାଜ୍ୟର 77ତମ କେନ୍ଦ୍ରୀୟ ବିଦ୍ୟାଳୟର ନୂଆ କ୍ୟାମ୍ପସ୍ ପାଇଁ ଭୂମି ପୂଜନ ଅନୁଷ୍ଠିତ ହୋଇଛି। କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଭାସୀ ମାଧ୍ୟମରେ କାର୍ଯ୍ୟକ୍ରମରେ ଯୋଗଦେଇ ଗୁଣାତ୍ମକ ଓ ଦକ୍ଷତା ଭିତ୍ତିକ ଶିକ୍ଷାର ପ୍ରସାର ଉପରେ ଗୁରୁତ୍ୱ ଆରୋପ କରିଥିଲେ। ଏହି ଅବସରରେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପର ମଧ୍ୟ ଶୁଭାରମ୍ଭ ହୋଇଥିଲା। ଜିଲ୍ଲାରେ ଅଲ୍ଟ୍ରାସାଉଣ୍ଡ କ୍ଲିନିକ୍ ଗୁଡ଼ିକରେ PCPNDT ଆଇନର କାର୍ଯ୍ୟକାରିତା ସମୀକ୍ଷା ପାଇଁ ଜିଲ୍ଲାପାଳ ଅବଦାଲ ମହମ୍ମଦ ଅଖତରଙ୍କ ଅଧ୍ୟକ୍ଷତାରେ ବୈଠକ ବସିଥିଲା। ନିୟମ ଉଲ୍ଲଂଘନ କରୁଥିବା କ୍ଲିନିକ୍ ବିରୁଦ୍ଧରେ କଡ଼ା ପଦକ୍ଷେପ ନେବା ସହ ଲିଙ୍ଗାନୁପାତ ସନ୍ତୁଳନ ପାଇଁ ସଚେତନତା ଜାରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜିଲ୍ଲା ହାଲଚାଲ ଆଜି ପାଇଁ ଏତିକି। ଆସନ୍ତାକାଲି ଜିଲ୍ଲା ହାଲଚାଲରେ ଶୁଣିବେ ବାଲେଶ୍ୱର ଜିଲ୍ଲା ସମ୍ପର୍କରେ।